କରଞ୍ଜିଆ ଅବକାରୀ ବିଭାଗ ଚଢ଼ାଉ ଇନ୍ସପେକ୍ଟର ଶ୍ରୀମତୀ ଜୟନ୍ତୀ ଆଚାର୍ଯ୍ୟ ଏବଂ ଓଆଇସି ଶ୍ରୀ ରଶ୍ମି ରଞ୍ଜନ ନାୟକ ଏବଂ ମୋନାଲିସା ସାମଲ ଏଏସ୍ଆଇ ଫୁଲମଣି ନାୟକ ଏବଂ ଅନ୍ୟାନ୍ୟ କର୍ମଚାରୀମାନଙ୍କ ସହ ମିଳିତ ଚଢ଼ାଉ କରାଯାଇଥିବା ସୂଚନା ଦେଇଛନ୍ତି ଅବକାରୀ ବିଭାଗ। ଶୁକ୍ରୁଳି ପାଣ୍ଡରଶୀଳ ଗ୍ରାମରୁ ସୁରେନ୍ଦ୍ର ନାଥ ପୃଷ୍ଟି ପାଖରୁ 12,500 ମିଲିଲିଟର ବିୟର ଏବଂ ସକ୍ରିତନ ଭୋଳ ଠାରୁ 13 ଲିଟର ହଣ୍ଟର ବିୟର କିଙ୍ଗଫିଶର ବିୟର ଜବତ କରିଛି ଗ୍ରୋସରୀ ଦୋକାନରୁ ଏବଂ ଢାବାରୁ। ବିକ୍ରମ ମାଝୀ ଠାରୁ ଏକ ମୋଟର ସାଇକେଲ ସହ 40 ଲିଟର ମହୁଲି ମଦ ଜବତ କରିଛି ଅବକାରୀ ବିଭାଗ। ଶଙ୍କର ମାଟିଆ ଠାରୁ 30 ଲିଟର ମହୁଲି ମଦ ଜବତ କରିଛି ଅବକାରୀ ବିଭାଗ। ସେହିପରି ବିଶ୍ୱନାଥ ବଡ଼ନାୟକ ଠାରୁ 30 ଲିଟର ମହୁଲି ମଦ ଜବତ କରିଛି ଅବକାରୀ ବିଭାଗ। ମୋଟ ବିଦେଶୀ ମଦ ବିୟର 25,500 ମିଲିଲିଟର ଜବତ କରିଛି ଅବକାରୀ ବିଭାଗ। ମହୁଲି ମଦ 100 ଲିଟର ଜବତ କରିଛି ଅବକାରୀ ବିଭାଗ ଏବଂ ଗୋଟିଏ ମୋଟର ସାଇକେଲ ଜବତ କରିଛି ଅବକାରୀ ବିଭାଗ। ଏହିପରି ଚଢ଼ାଉ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଅବକାରୀ ବିଭାଗ। ଜିଲ୍ଲା ମୟୂରଭଞ୍ଜ କରଞ୍ଜିଆରୁ ଦିବ୍ୟେନ୍ଦୁ ଶେଖର ଅଙ୍କ ରିପୋର୍ଟ।